ଶୀତରେ ଥରୁଛି ସାରା ମୟୂରଭଞ୍ଜ ଜନଜୀବନ ଅସ୍ତବ୍ୟସ୍ତ ଦିନ ତମାମ ଉତ୍ତରା ପବନ ପ୍ରବାହିତ ହେଉଥିବାରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ମୟୂରଭଞ୍ଜର 26ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ପାଖାପାଖି ରହୁଛି। ତେବେ ଶିମିଳିପାଳ ପାଦଦେଶରେ ଥିବା ଯଶୀପୁର, ସୁକ୍ରୁଳି, ରରୁଆଁ, ଠାକୁରମୁଣ୍ଡା, କରଞ୍ଜିଆ, ବିଶୋଇ, ବାଙ୍ଗିରପୋଷି, ବାରିପଦା ପ୍ରଭୃତି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଜି ଶିମିଳିପାଳର ସର୍ବନିମ୍ନ ତାପମାତ୍ରା 0 ଡିଗ୍ରୀ ରେକର୍ଡ ହୋଇଛି। ତେବେ ଶିମିଳିପାଳର ଉପର ବାରାକାମୁଡ଼ାରେ 0 ଡିଗ୍ରୀ, ଚହଲା 0 ଡିଗ୍ରୀ, ନଅଣା 4, ବରିହିପାଣି 5, ଗୁଡ଼ୁଗୁଡ଼ିଆ 3, ସାତକୋଶିଆ 10, ରାମତୀର୍ଥ 9 ଏବଂ କିଆଝରିରେ 11 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଲହରୀ ଜାରି ରହିଥିବା ବେଲେ ଆଜି ଶିମିଳିପାଳର ତାପମାତ୍ରା 0 ଡିଗ୍ରୀକୁ ଖସି ଯାଇଛି। ଶିମିଳିପାଳ ଆଭ୍ୟନ୍ତରୀଣ ଏବଂ ଶିମିଳିପାଳ ପାଦଦେଶରେ ଥିବା ଗାଁ ଗୁଡ଼ିକରେ ପ୍ରବଳରୁ ପ୍ରବଳ ଶୀତ ଅନୁଭୂତ ହେଉଛି। ତେବେ ଆମେ ଅଛୁ ଏହି ଶିମିଳିପାଳର ପାଦଦେଶରେ ଥିବା ଯେଉଁ ଯଶୀପୁର ଅଞ୍ଚଳ ଅଛି, ଯଶୀପୁର ଅଞ୍ଚଳରେ ଗାଁରେ ଅଛୁ ଏବଂ ଦେଖିବା ଏଠି ଲୋକମାନେ କିଭଳି ଭାବରେ ନିଆଁ ଜାଳି ସେକି ହେଉଛନ୍ତି ଏବଂ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସିଛନ୍ତି। ତେବେ ଆମ ସହିତ କିଛି ସ୍ଥାନୀୟ ବାସିନ୍ଦା ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା ଯେ ଏହି ଶିମିଳିପାଳର ପାଦଦେଶରେ କିଭଳି ଭାବରେ ଥଣ୍ଡାର ଅନୁଭୂତ ହେଉଛି। ଭାଇ ସର୍ବପ୍ରଥମ ଅର୍ଗସ ନ୍ୟୁଜକୁ ସ୍ୱାଗତ ଏବଂ କ'ଣ କହିବେ, ଥଣ୍ଡା କିଭଳି ଭାବରେ ଅନୁଭୂତ ହେଉଛି? ଥଣ୍ଡା ଦେଖନ୍ତୁ ଆଜ୍ଞା ବହୁତ ଜୋରସେ ହେଉଛି। ନିଆଁ ଛାଡ଼ିକି ଯିବା ପାଇଁ କୁଆଡ଼େ ବି ଇଚ୍ଛା ହେଉନି। ଆଉ ଦିନ ସାରା ଜ୍ୟାକେଟ୍ ଲଗେଇକି ବୁଲିବା ପାଇଁ ପଡ଼ୁଛି। ବହୁତ କଷ୍ଟ ପାଉଛୁ ଆମେ ଥଣ୍ଡାରେ। ଆଉ କେମିତି କ'ଣ ଥଣ୍ଡା ପାଇଁ କେମିତି କ'ଣ ଅସୁବିଧା ହେଉଛି? ଥଣ୍ଡା ପାଇଁ ଦେଖନ୍ତୁ ଯଦି କିଛି ଗୋଟେ କାମ ପଡ଼ିଲା ତାହେଲେ ଆମକୁ ସକାଳୁ ବାହାରିକି ଯିବା ପାଇଁ ପଡ଼ିବ। ବାଇକ୍ରେ ଯାଇ ହେଉନି, ଆଙ୍ଗୁଳି ଗୁଡ଼ା ମରିଯାଉଛି ଶୀତରେ ଏବଂ ସେମିତି ତ ଆମ ପାଖରେ ବୁଟ୍ ଫୁଟ୍ ବି ନାହିଁ, ଏମିତି ଚପଲ ପିନ୍ଧିକି କୁଆଡ଼େ ଯାଇ ହେଉନି, ବହୁତ କଷ୍ଟ ହେଉଛି। ଏଇ ଯେଉଁ ଗାଁରେ ଲୋକମାନେ ଘଣ୍ଟା ଘଣ୍ଟା ଧରିକି ନିଆଁ ଜାଳିକି ବସୁଛନ୍ତି, କେମିତି କ'ଣ ତାର ଅନୁଭୂତି ରହୁଛି? ଏଇ ଅନୁଭୂତି ତ ଗୋଟେ ଅଲଗା ପ୍ରକାର ଲାଗୁଛି ଯେହେତୁ ଆଜିକାଲି ସମୟରେ ଦୁନିଆରେ କେହି କାହାକି ସମୟ ଦେଇପାରୁନାହାନ୍ତି, କିନ୍ତୁ ଏଇଟା ଗୋଟେ ଥଣ୍ଡା ଯାହା ହଉ ଆମକୁ ଏକତ୍ରିତ କରିକି ଯାହା ହଉ 4-5 ଘଣ୍ଟା ବସିବା ପାଇଁ ସୁଯୋଗ ଦେଉଛି। ଆଚ୍ଛା, ନିଶ୍ଚିତ ଭାବେ ଯେଭଳି ଭାବରେ ସେ ପ୍ରତିକ୍ରିୟା ରଖୁଥିଲେ କି ମାନେ ଶୀତର ପ୍ରଭାବ ଅଧିକରୁ ଅଧିକ ରହିଛି ଏବଂ ଯଦି ଶୀତର ପ୍ରଭାବ ଯଦି ଆମେ ଦେଖିବା ଶିମିଳିପାଳର ଯେଉଁ ଉପର ବରାକାମୁଡ଼ା ରହିଛି, ଉପର ବରାକାମୁଡ଼ାରେ 0 ଡିଗ୍ରୀ ସେଲସିୟସ୍ ଥିବାବେଳେ ଚହଲାରେ 2 ଡିଗ୍ରୀ ସେଲସିୟସ୍ ରହିଛି। ଏଭଳି ଭାବରେ ଯେଉଁ ସୁକୁଳି ରହିଛି, ଯଶୀପୁର, ରରୁଆଁ, ଠାକୁରମୁଣ୍ଡା ଏହିସବୁ ଅଞ୍ଚଳରେ ମଧ୍ୟ ଶୀତର ପ୍ରଭାବ ଦେଖିବାକୁ ମିଳିଛି ଏବଂ ଜନଜୀବନ ମଧ୍ୟ ଏହି ଶୀତ ପ୍ରଭାବ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଆଉ ଜଣେ ସ୍ଥାନୀୟ ଯୁବକ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା ଯେ କିଭଳି ଭାବରେ ରହିଛି ଥଣ୍ଡାର ପ୍ରଭାବ ରହିଛି। ଭାଇ କ'ଣ କହିବେ, ଥଣ୍ଡା କେମିତି ଲାଗୁଛି ଆଉ କେମିତି ଅନୁଭୂତ ହେଉଛି? ନମସ୍କାର ଆଜ୍ଞା। ଥଣ୍ଡା ତ ପ୍ରବଳ ହେଉଛି ଆଜ୍ଞା, ହାଡ଼ ଭଙ୍ଗା ଥଣ୍ଡା ହେଉଛି। କୁଆଡ଼େ ଘରୁ ବାହାରି ହେଉନି, ଆମେ ନିଆଁ ସେକି ହେଉଛୁ। ଦିନ 11ଟା 11:30 ତକ ନିଆଁ ସେକି ହେଉଛୁ। କୁଆଡ଼େ ବି ଯାଇ ହେଉନାହିଁ, ଏମର୍ଜେନ୍ସି କାମ ପଡ଼ିଲେ ବି ଆଜ୍ଞା ଥଣ୍ଡାରେ ଯାଇ ହେଉନାହିଁ କୁଆଡ଼େ। କୁହୁଡ଼ି କେମିତି ପଡ଼ୁଛି? କୁହୁଡ଼ି ଆଜ୍ଞା ପଡ଼ୁଛି ଆପଣଙ୍କର 7ଟା 7:30 ତକ କୁହୁଡ଼ି ପଡ଼ିଯାଉଛି। ତାପରେ ସୁଲସୁଲିଆ ହାୱା ମାରୁଛି, ପବନ ମାରୁଛି, ବହୁତ କିଛି ହେଉଛି ଆଜ୍ଞା। ଥଣ୍ଡା ପ୍ରବଳରୁ ପ୍ରବଳ ହେଉଛି ଆଜ୍ଞା। ପାଣି ଫାଣି ଧରିଲେ କେମିତି ଥଣ୍ଡା? ପାଣି ତ ଆଜ୍ଞା ଆମର ଏଇ ଟେପ୍ ପାଣି ଛାଡ଼ୁଛନ୍ତି 7:30 ବେଳେ, ଟେପ୍ ପାଣି ବି ଆଜ୍ଞା ଛୁଇଁ ହେଉନି, ବହୁତ ଥଣ୍ଡା ପଡ଼ୁଛି। ଆଉ ଯେଉଁ ବାଇକ୍ରେ ଗଲାବେଳେ କେମିତି ଲାଗୁଛି? ବାଇକ୍ରେ ତ ଆଜ୍ଞା ନ କହିବା କଥା ଆଜ୍ଞା, ବାଇକ୍ରେ ବହୁତ ଥଣ୍ଡା ଆଜ୍ଞା, ହାଡ଼ ଭଙ୍ଗା ଥଣ୍ଡା। ସନ୍ଧ୍ୟା ସମୟରେ ଥଣ୍ଡା କେମିତି? ସନ୍ଧ୍ୟା ସମୟରେ କମ୍ ରହୁଛି ଆଜ୍ଞା, ସକାଳେ ହେଲେ ବହୁତ ରହୁଛି। ନିଶ୍ଚିତ ପକ୍ଷେ ଯେଭଳି ଭାବରେ ସେ କହୁଥିଲେ ଯେ ଥଣ୍ଡାର ପ୍ରଭାବ ଅଧିକରୁ ଅଧିକ ଦେଖାଯାଉଛି ଏବଂ ଆଗାମୀ ଦିନରେ ମଧ୍ୟ ପାଣିପାଗ ବିଭାଗ ଦ୍ୱାରା ଯେଉଁ ଯାହା ସୂଚନା ରହିଛି, ଆଗାମୀ ଦିନରେ ମଧ୍ୟ ଥଣ୍ଡାର ପ୍ରଭାବ ଅଧିକ ଦେଖିବାକୁ ଅନୁମାନ କରାଯାଉଛି। ମୟୂରଭଞ୍ଜ ଯଶୀପୁରରୁ କିଶୋର କୁମାର ସେଠୀ, ଅର୍ଗସ୍ ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।